ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଓଡ଼ିଆ ସାହିତ୍ୟ ଇତିହାସ ପୁସ୍ତକ ସମ୍ପର୍କିତ ଏକ ସବିଶେଷ ତଥ୍ୟ ଗୁଡ଼ିକ ଆଲୋଚନା କରିବା। ଓଡ଼ିଆ ସାହିତ୍ୟ ଜଗତରେ କେତୋଟି ଓଡ଼ିଆ ସାହିତ୍ୟ ପୁସ୍ତକ ରଚନା ହୋଇଛି, ତାକୁ କିଏ କିଏ ରଚନା କରିଛନ୍ତି, କେମିତି ପ୍ରଥମ ପର୍ଯ୍ୟାୟରେ ରଚନା କିଏ କରିଥିଲା, ଏସବୁ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ପ୍ରଥମ କ୍ୱେଶ୍ଚିନ୍ ହେଉଛି ଦ ଲିଟରେଚର ଅଫ୍ ଓଡ଼ିଶା ହଣ୍ଟର ସାହେବଙ୍କ ଓଡ଼ିଶା ଗ୍ରନ୍ଥର କେଉଁ ପରିଚ୍ଛେଦରେ ପ୍ରକାଶିତ ହୋଇଥିଲା? ଉତ୍ତର ହେଉଛି ପରିଶିଷ୍ଟରେ। 2 ନମ୍ବର କ୍ୱେଶ୍ଚିନ୍ ହେଉଛି ଭୀମ ସାହେବଙ୍କ ଇଣ୍ଡିଜେନିୟସ୍ ଲିଟରେଚର ଅଫ୍ ଓଡ଼ିଶା ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ହେଉଛି ଇଣ୍ଡିଆନ୍ ଆଣ୍ଟିକ୍ୱେରୀ 1872ରେ ପ୍ରକାଶ ପାଇଥିଲା। 3 ନମ୍ବର କ୍ୱେଶ୍ଚିନ୍ ହେଉଛି ଉତ୍କଳ ଦୀପିକାରେ ପ୍ରକାଶିତ କୃଷ୍ଣପ୍ରସାଦ ଚୌଧୁରୀଙ୍କ କବି ତାଲିକାରେ କେତେ ଜଣ କବିଙ୍କ ନାମ ଥିଲା? ଉତ୍ତର ହେଉଛି 138 ଜଣ କବିଙ୍କ ନାମ ଥିଲା। 4 ନମ୍ବର କ୍ୱେଶ୍ଚିନ୍ ହେଉଛି ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ପ୍ରାଚୀନ କବିଙ୍କ ବୃତ୍ତାନ୍ତ ଶୀର୍ଷକ ପ୍ରବନ୍ଧଟି କେବେ ଓ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଉତ୍ତର ହେଉଛି 1894 ମସିହାରେ ଉତ୍କଳ ପ୍ରଭା ପତ୍ରିକାର 5ମ ସଂଖ୍ୟାରେ ପ୍ରକାଶ ପାଇଥିଲା। 5 ନମ୍ବର କ୍ୱେଶ୍ଚିନ୍ ହେଉଛି ମନମୋହନ ଚକ୍ରବର୍ତ୍ତୀ ଲାଙ୍ଗୁଏଜ୍ ଆଣ୍ଡ ଲିଟରେଚର ଅଫ୍ ଓଡ଼ିଶା ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ହେଉଛି ଜର୍ନାଲ ଅଫ୍ ଆନ୍ସିଏଣ୍ଟ ସୋସାଇଟି ଅଫ୍ ବେଙ୍ଗଲ, ଏହି ପତ୍ରିକାରେ ପ୍ରକାଶ ପାଇଥିଲା। 6 ନମ୍ବର କ୍ୱେଶ୍ଚିନ୍ ହେଉଛି ଲାଙ୍ଗୁଏଜ୍ ଆଣ୍ଡ ଲିଟରେଚର ଅଫ୍ ଓଡ଼ିଶା କେତେ ଭାଗରେ ଓ କେବେ ପ୍ରକାଶିତ ହୋଇଥିଲା? ଉତ୍ତର ହେଉଛି ଏହା 2 ଭାଗରେ ବିଭକ୍ତ କରାଯାଇଛି, ଯଥାକ୍ରମେ 1896 ଓ 1898 ମସିହାରେ ପ୍ରକାଶ ପାଇଥିଲା। 7 ନମ୍ବର କ୍ୱେଶ୍ଚିନ୍ ହେଉଛି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଓଡ଼ିଆ ଭାଷାର ଭୂତ ଭବିଷ୍ୟତ ପ୍ରବନ୍ଧଟି କେବେ ଓ କେଉଁ ପତ୍ରିକାରେ ପ୍ରକାଶ ଲାଭ କରିଥିଲା? ଉତ୍ତର ହେଉଛି 1900 ଖ୍ରୀଷ୍ଟାବ୍ଦରେ ଉତ୍କଳ ସାହିତ୍ୟ ପତ୍ରିକାର 3ୟ ଭାଗରେ ପ୍ରକାଶ ପାଇଥିଲା। 8 ନମ୍ବର କ୍ୱେଶ୍ଚିନ୍ ହେଉଛି ଶ୍ୟାମସୁନ୍ଦର ରାଜଗୁରୁଙ୍କ ପ୍ରବନ୍ଧାବଳୀ କେବେ ପ୍ରକାଶିତ ହୋଇଥିଲା? ଉତ୍ତର ହେଉଛି 1997 ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲା। 9 ନମ୍ବର କ୍ୱେଶ୍ଚିନ୍ ହେଉଛି ପ୍ରବନ୍ଧାବଳୀରେ କେତେ ଜଣ ସାହିତ୍ୟ ସାଧକ ଆଲୋଚିତ? ଉତ୍ତର ହେଉଛି 14 ଜଣ। 10 ନମ୍ବର କ୍ୱେଶ୍ଚିନ୍ ହେଉଛି ବିଜୟ ଚନ୍ଦ୍ର ମଜୁମଦାରଙ୍କ ଟାଇପିକାଲ ସିଲେକ୍ସନ୍ ଫ୍ରମ୍ ଓଡ଼ିଆ ଲିଟରେଚର 3 ଭାଗରେ କେଉଁ କେଉଁ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲା? ଉତ୍ତର ହେଉଛି ଯଥାକ୍ରମେ 1921, 1923, 1925 ମସିହାରେ ଏହି ସମୟାନୁକ୍ରମେ 3ଟି ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିଲା। 11 ନମ୍ବର କ୍ୱେଶ୍ଚିନ୍ ହେଉଛି ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସରେ ଥିବା ତ୍ରୁଟିମାନ ଦର୍ଶାଇ କରୁଣାକର କେଉଁ ପୁସ୍ତକ ରଚନା କରିଥିଲେ? ତାର ନାମ କ'ଣ ଥିଲା? ଉତ୍ତର ହେଉଛି ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟ ଇତିହାସର ସମାଲୋଚନା। 12 ନମ୍ବର କ୍ୱେଶ୍ଚିନ୍ ହେଉଛି ସୂର୍ଯ୍ୟନାରାୟଣ ଦାସଙ୍କ ଓଡ଼ିଆ ସାହିତ୍ୟର ପରିଚୟ କେତେ ଭାଗରେ ପ୍ରକାଶ ପାଇଥିଲା? ଉତ୍ତର ହେଉଛି 2 ଭାଗରେ ପ୍ରକାଶ ପାଇଥିଲା। 13 ନମ୍ବର କ୍ୱେଶ୍ଚିନ୍ ହେଉଛି 2 ଭାଗରେ ରଚିତ ସୂର୍ଯ୍ୟନାରାୟଣ ଦାସଙ୍କ ଓଡ଼ିଆ ସାହିତ୍ୟର ପରିଚୟ କେବେ ପ୍ରକାଶ ପାଇଥିଲା? ଉତ୍ତର ହେଉଛି 1945 ଖ୍ରୀଷ୍ଟାବ୍ଦ ଓ 1949 ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲା। 14 ନମ୍ବର କ୍ୱେଶ୍ଚିନ୍ ହେଉଛି ମାୟାଧର ମାନସିଂହ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର କେବେ ପ୍ରକାଶ ପାଇଥିଲା? ଉତ୍ତର ହେଉଛି 1962 ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲା। 15 ନମ୍ବର କ୍ୱେଶ୍ଚିନ୍ ହେଉଛି ମାୟାଧର ମାନସିଂହଙ୍କ ଓଡ଼ିଆ ସାହିତ୍ୟର ଇତିହାସର ପ୍ରକାଶ କାଳ କେବେ? ଉତ୍ତର ହେଉଛି 1967 ଖ୍ରୀଷ୍ଟାବ୍ଦ। 16 ନମ୍ବର କ୍ୱେଶ୍ଚିନ୍ ହେଉଛି ମାୟାଧର ମାନସିଂହଙ୍କ ଓଡ଼ିଆ ସାହିତ୍ୟର ଇତିହାସ ତାଙ୍କ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର ଅନୁବାଦ ନା ଅନୁସରଣରେ ଲିଖିତ? ଉତ୍ତର ହେଉଛି ଅନୁସରଣରେ ଲିଖିତ। 17 ନମ୍ବର କ୍ୱେଶ୍ଚିନ୍ ହେଉଛି ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ କିଏ ଓଡ଼ିଆ ସାହିତ୍ୟର ଇତିହାସ ରଚନା କରିଛନ୍ତି?
उत्तर होउछि मायाधर मानसिंह। 18 नंबर क्वेश्चन होउछि केउं ग्रंथरे उत्कलीय संस्कृतिर चाहाणी चलनी और चमक विषय रे गुरुत्व आरोपित। उत्तर हो नीलकंठ दासंक ओडिया साहित्यर क्रम परिमाण ग्रंथरे। 19 नंबर क्वेश्चन होउछि जानकी बल्लभ महांतींक केउं ग्रंथरे ओडिया साहित्यर विकास क्रम आलोचित। उत्तर होउछि ओडिया लिटरेचर। 20 नंबर क्वेश्चन होउछि एजावत बंशीधर महांतींक ओडिया साहित्यर इतिहासर केते भागरे प्रकाशित। उत्तर होउछि 3 भागरे। 21 नंबर क्वेश्चन होउछि ए हिस्ट्री ऑफ ओडिया लिटरेचर नामक ग्रंथर रचयिता किए। उत्तर होउछि कुंज बिहारी त्रिपाठी। 22 नंबर क्वेश्चन होउछि कुंज बिहारी त्रिपाठींक उपरोक्त इंग्राजी ग्रंथटी केबे प्रकाश पाइथिला। उत्तर होउछि 1972 मसीह प्रकाश पाइथिला। 24 नंबर क्वेश्चन होउछि किए ओडिया साहित्यर उन्मेष उत्तरण नाम रे 3 खंड ग्रंथ रचना करिसेंती। उत्तर होउछि देवेंद्र महांती। 25 नंबर क्वेश्चन होउछि बृंदावन चंद्र आचार्य ओडिया साहित्यर इतिहासर पूर्णांग इतिहास रचना करिवार प्रयास करी केवल तांकर प्रथम भाग लिखिथिले ताहा केउ नाम रे ओ केबे प्रकाशित। उत्तर होउछि ओडिया साहित्यर इतिहास प्रथम भाग प्रकाश काल 1969 मसीहा। 26 नंबर क्वेश्चन होउछि रमेश प्रसाद पाणिग्राहींक इंग्राजी रे लिखित ओडिया साहित्यर इतिहास केते भागरे प्रकाशित। उत्तर होउछि 3 भागरे प्रकाशित। 27 नंबर क्वेश्चन होउछि रमेश प्रसाद पाणिग्राहींक इंग्राजी रे लिखित ओडिया साहित्य इतिहासर प्रत्येक भागर नाम कौन ओ ताहा केबे प्रकाशित। उत्तर होउछि प्रथमटी होउछि हिस्ट्री ऑफ एंसेंट ओडिया लिटरेचर जहाँ 2017 मसीह प्रकाश पाइथिला। कॉलोनियल ओडिया लिटरेचर 2014 मसीह प्रकाश पाइथिला। मॉडर्न ओडिया लिटरेचर 2017 मसीह प्रकाश पाइथिला। तो यदि ये आलोचनाटी पाठक माननकु किछि मात्रा रे सहयोग करि पारे ताहले मो चैनल को सब्सक्राइब करिवे, लाइक करिवे, शेयर करिवे और निजस्व अभिमत निश्चित भाव में प्रदान करिवे।